ବର୍ତ୍ତମାନ ମୋର ଆଲୋଚନା ଆଧୁନିକ କବିତା ଉପରେ। ଆଜିର କବି ହେଉଛନ୍ତି ସୌରୀନ୍ଦ୍ର ବାରିକ ଓ ତାଙ୍କ ରଚିତ କବିତା ଦ୍ରୌପଦୀର ଜହ୍ନ, ଯାହାକି ବର୍ତ୍ତମାନ DDC ଓଡ଼ିଆ MA ପାଠ୍ୟକ୍ରମରେ ପ୍ରଚଳିତ ଅଛି। ଛୋଟ କବିତାଟିଏ, ଆଗେ ମୂଳ କବିତାଟିକୁ ମୁଁ ପଢ଼ି ଦେଉଛି, ତାପରେ ଆଲୋଚନା କରିବି। ଦ୍ରୌପଦୀର ଜହ୍ନ, କବି ସୌରୀନ୍ଦ୍ର ବାରିକ। ରୂପା ଥାଳି ଜହ୍ନ ଉଇଁଲେ, ମନରେ ମୋର ଭରିଯାଏ ଉଆଁସ ଅନ୍ଧାର। ପୂରା ଜହ୍ନ ତଳେ ନିଜ ଲୋକଟିର ଚିହ୍ନା ଛାତିରେ, ଆଖି ବୁଜି ରାତିସାରା ଚାହିଁ ରହିବାକୁ ଭାରି ଇଚ୍ଛା ହୁଏ। ଇଚ୍ଛା ହୁଏ ଏଇ ଜହ୍ନ ପରି ପ୍ରିୟ ଛାତିଟି ବି ସବୁଦିନ ଥାଆନ୍ତା, କେବେ ବଦଳନ୍ତାନି। ତାରି ଉପରେ ମଥା ରଖି ସ୍ୱପ୍ନ ଦେଖୁ ଦେଖୁଁ ଜହ୍ନ ପରି କେତେବେଳେ ଟୁପ୍ କରି ବୁଡ଼ିଯାଇ ହୁଅନ୍ତା। କିନ୍ତୁ ମୋ ଜହ୍ନ ତ ପାଞ୍ଚ ଫାଳ, ଝିକି ଝିକି ଅନ୍ଧାର ଚିରୁଳା। ତହିଁରେ ନା ଜୋଛନା ଥାଏ, ନା ତାକୁ ଦେଖି ଗୋଟିଏ ଛାତିରେ ମଥା ରଖି ଶୋଇ ହୁଏ ମନଇଚ୍ଛା ସବୁଦିନ ପାଇଁ। ମୋ ଜହ୍ନର ଭଙ୍ଗା ଦର୍ପଣରେ ମୁହଁ ଦିଶେ ପାଞ୍ଚ ପ୍ରକାରର। ଜୋଛନାର ଭଙ୍ଗା ଦୁକୁ ଦୁକୁ ମୋତେ ଦିଏ ନୂଆ ନିସଙ୍ଗତା ପାଞ୍ଚଟି ଛାତିର। ଆଲୋଚନାର ଶୀର୍ଷକ ଦ୍ରୌପଦୀର ଜହ୍ନର କବି ସୌରୀନ୍ଦ୍ର। ଦ୍ରୌପଦୀର ଜହ୍ନ କବିତାର କବି ହେଉଛନ୍ତି ସୌରୀନ୍ଦ୍ର ବାରିକ। 1938 ମସିହାରେ ଜନ୍ମ ହୋଇ 2017 ମସିହାରେ ମୃତ୍ୟୁବରଣ କରିଛନ୍ତି। ବାଲେଶ୍ୱର ଜିଲ୍ଲାରେ ତାଙ୍କର ଜନ୍ମ ହୋଇଥିଲା। ବୃତ୍ତିରେ ଥିଲେ ଇଂରାଜୀ ଅଧ୍ୟାପକ ଏବଂ ପ୍ରବୃତ୍ତିରେ ଥିଲେ ସାହିତ୍ୟ ସମାଲୋଚକ ଓ କବି। ଚେତନାର ଚୌହଦି, ଅନ୍ମେଷାର ସ୍ୱର ତାଙ୍କର, ସତ୍ୟର କୁହୁକ ତାଙ୍କର ତିନୋଟି ସମାଲୋଚନା ପୁସ୍ତକ। ସାମାନ୍ୟ କଥନ ତାଙ୍କର ପ୍ରଥମ କବିତା ସଂକଳନ ଓ 1975 ମସିହାରେ ଏହା ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲା। ଅନୁଭାରତ ଓ ଉପଭାରତ କବିତା ଗୁଚ୍ଛ ଦ୍ୱୟ ମହାଭାରତର ମିଥ୍ ଓ ଚରିତ୍ର ଉପରେ ଆଧାରିତ। ଏଥିରେ କବିଙ୍କର କାବ୍ୟ ଚେତନା ବା କବି ମନ ବେଶ୍ ଶିଳ୍ପୋତ୍ତୀର୍ଣ୍ଣ ଓ ଲକ୍ଷ୍ୟନିଷ୍ଠ। ଆକାଶ ପରି ନିବିଡ଼ କବିତା ସଂକଳନରେ ଜୀବନର ବାସ୍ତବ ଅନୁଭୂତି ସବୁ ରୂପାୟିତ। କବିଙ୍କର କାବ୍ୟସ୍ୱର ତୀର୍ଯ୍ୟକତ, କେତେବେଳେ ସରଳ ସିଧା ତଥା ପ୍ରତ୍ୟକ୍ଷ। ଗୁଣୁ ଗୁଣୁ ଚିତ୍ରପଟ, ଲୁହଠୁଁ ବି ଅନ୍ତରଙ୍ଗ। ଆମେ ଦୁହେଁ ଚହଲା ଛାଇରେ ଘଡ଼ିଏ, ପଢ଼ ବା ନ ପଢ଼ ହଳଦୀ ବସନ୍ତ। ଆମ ଦୁହିଁଙ୍କ କଥା ଯେତେସବୁ ବିଥିକୁ ନେଇ ଭାରି ମନେ ପଡ଼େ। ତାଙ୍କର ଆଉ କେତୋଟି କବିତା ଗ୍ରନ୍ଥ, ଗାନ୍ଧୀ କୈନ୍ଦ୍ରିକ 61ଟି କବିତାର ମନୋଜ୍ଞ ଗୁଚ୍ଛ, ଆକାଶ ପରି ନିବିଡ଼ କବିତା ବହି ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର 1988 ମସିହାରେ ପାଇଥିଲେ। କିନ୍ତୁ ଦୁର୍ଭାଗ୍ୟ ଯେ ପୁରସ୍କାର ଗ୍ରହଣ ପୂର୍ବରୁ 2008 ଜାନୁଆରୀ 30 ତାରିଖରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ସୌରୀନ୍ଦ୍ର ବାରିକ ଜଣେ ଶ୍ରେଣୀକକ୍ଷରେ ପାଠ୍ୟାନ୍ତର୍ଗତ କବି। ତାଙ୍କର ଚକ୍ଷୁଷ୍ମାନ୍ ନାମକ କବିତାକୁ ମୁଁ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସହରରେ ଥିବା DAV ମହାବିଦ୍ୟାଳୟରେ ଯେତେବେଳେ ଅଧ୍ୟାପକ ଥିଲି, ସେତେବେଳେ ଯୁକ୍ତ 3 ବର୍ଷର ଓଡ଼ିଆ ଅନର୍ସ ନେଇଥିବା ପିଲାଙ୍କୁ ପଢ଼ାଇଥିଲି। କବିଙ୍କର ଧୃତରାଷ୍ଟ୍ର ନାମକ ଚରିତ୍ର ପ୍ରଧାନ ବ୍ୟକ୍ତିବାଚକ କବିତାଟି ମଧ୍ୟ ପାଠ୍ୟାନ୍ତର୍ଗତ ରହିଥିଲା। ସଂଶିତ ବା ଏହି ଦ୍ରୌପଦୀର ଜହ୍ନ ନାମକ ମିଥିକ୍ ବା ପୁରାଣ କଳ୍ପୀୟ କବିତାଟି ବର୍ତ୍ତମାନ MA ଓଡ଼ିଆ ଶ୍ରେଣୀରେ ପାଠ୍ୟ ପ୍ରଚଳିତ ଅଛି ଉତ୍କଳ ବିଶ୍ୱବିଦ୍ୟାଳୟ DDC ପାଠ୍ୟକ୍ରମରେ। ଛୋଟ ଆକୃତିର କବିତା ହେଲେ ମଧ୍ୟ, ଭାଷା ସରଳ ରହିଥିଲେ ମଧ୍ୟ କବିତାଟିକୁ ବାରମ୍ବାର ପଢ଼ିବାକୁ ଇଚ୍ଛା ହୁଏ। କବିତାଟି ହୃଦ୍ୟ ତଥା ପ୍ରଶଂସନୀୟ ଥିବାରୁ ପାଠ୍ୟ ପ୍ରଚଳିତ ଅଛି, ନହେଲେ ହୋଇ ନ ଥାନ୍ତା। ଭଲ ନ ଲାଗିଥିଲେ ନିର୍ବାଚକେ ପାଠ୍ୟ ପ୍ରଚଳିତ କରି ନ ଥାନ୍ତେ। ଦ୍ରୌପଦୀ ମହାଭାରତ ନାମକ କାବ୍ୟଗ୍ରନ୍ଥ, ଯାହାକୁ ପୁରାଣ ରୂପେ ଗୃହୀତ କରାଯାଇଅଛିର ମହାନାୟିକା। ପାଣ୍ଡବ ପାଞ୍ଚ ଭାଇଙ୍କର ଏକମାତ୍ର ବିବାହିତ ପତ୍ନୀ। ବଡ଼ ଆଶ୍ଚର୍ଯ୍ୟ ଲାଗେ, ଜଣେ ସ୍ତ୍ରୀର ପାଞ୍ଚଟି ସ୍ୱାମୀ ପଞ୍ଚପତି।
କିଛି ନୀତିବାଦୀ ଏହି ପ୍ରଥାକୁ ଶୁଭ ଦୃଷ୍ଟିରେ ଦେଖି ନାହାନ୍ତି। ମାନବର ବାସ୍ତବ ଜୀବନରେ ମଧ୍ୟ ଏମିତି ରୀତିରେ ରହିନାହିଁ। ଅବାସ୍ତବ ମନେହୁଏ କାହାଣୀ ବା ପୁରାଣର କଥା ବୋଲି ଭାବିକି ମନୁଷ୍ୟ ପ୍ରତିକ୍ରିୟା ଶୂନ୍ୟ ରହିଅଛି, ଯେଉଁଥିରେ ରହିଥିବା ସତ୍ୟତା ଏକାନ୍ତ ଅସଭ୍ୟ ତଥା ବନ୍ୟ। ଆଧୁନିକ ସଭ୍ୟ ସୁଶିକ୍ଷିତ ମାନବ ସମାଜରେ ଏଭଳି ପ୍ରଥା ସଚରାଚର ରହିନାହିଁ ବୋଲି କୁହାଯାଇପାରେ। ଯଦି ଥାଆନ୍ତା, ତେବେ ସଭ୍ୟ ଶିକ୍ଷିତ ମାନବ ପ୍ରତିକ୍ରିୟାଶୀଳ ହୋଇ ଦ୍ରୌପଦୀର ଜହ୍ନ ନାମକ କବିତା ଲେଖିନଥାନ୍ତା। ଯାହା ଅସ୍ୱାଭାବିକ, ଅସାଧାରଣ, ତାହା ସହଜରେ ଅଗ୍ରାହ୍ୟ ହୋଇଥାଏ, ବିତର୍କର ପ୍ରସଙ୍ଗ ଉଠାଏ। କବିତାଟିରେ ତାହା ହିଁ ବାସ୍ତବରେ ହୋଇଅଛି। ନାରୀ ମନସ୍ତତ୍ତ୍ୱଧର୍ମୀ ଆତ୍ମମୁଖୀନ ଆତ୍ମ ଅଭିଭାଷଣ ମୂଳକ ସ୍ୱଗତ ଗୀତିକାଟିଏ ଅଛି ବା ହୋଇଛି ସୌରୀନ୍ଦ୍ର ବାରିକଙ୍କର ସଂସ୍କୃତ କବିତା। କବିତାଟିକୁ ପଢ଼ିଲେ ହୃଦୟ ଦ୍ରବୀଭୂତ ହୋଇଯାଏ। ଦ୍ରୌପଦୀଙ୍କର ମନୋଭାବ ପାଇଁ ପାଠକ ମନ ବିବ୍ରତ, ଚିନ୍ତିତ, ସମ୍ବେଦନଶୀଳ ହୋଇଉଠେ। ଆହା, ଏମିତି ବି ଜୀବନ ନାରୀର ନିରିମାଖି ଜୀବନରେ ପୁଣି ଅଛି। କବିତାର ନାମକରଣ ବେଶ ଆକର୍ଷଣୀୟ ତଥା ଚମତ୍କାର ଭାବୋଦ୍ୟୋତକ, ଚିନ୍ତା ଉତ୍ପନ୍ନକାରୀ ହୋଇଛି ବୋଲି କୁହାଯିବ। ନାମ ଯେତିକି ବୌଦ୍ଧିକ, ସେତିକି ଭାବସମ୍ବାହୀ ହୋଇଛି। ବ୍ୟକ୍ତିବାଚକ, ବ୍ୟକ୍ତି ଚରିତ୍ରମୂଳକ, କ୍ଷୁଦ୍ର ଆକାରର, ସରଳ ତରଳ ଭାଷାର କବିତା। ଇଂରାଜୀରେ ଯାହା ସଲିଲୋକି ବା ମୋନୋଲୋଗ ଅଟେ। ଦ୍ରୌପଦୀ ଚରିତ୍ରରେ କବି ନିଜକୁ ରଖି ଦ୍ରୌପଦୀଙ୍କ ମନୋବିଶ୍ଳେଷଣ ବା ସାଇକୋ ଆନାଲିସିସ୍ କରିଛନ୍ତି। ତାଙ୍କର ବୈବାହିକ ଦାମ୍ପତ୍ୟ, ପାରିବାରିକ ଜୀବନର ମନୋବେଦନା, ବ୍ୟଥାତୁର ମାନସିକତାର ବ୍ୟାଖ୍ୟା କ୍ଷୁଦ୍ର କବିତାଟିରେ କରିଛନ୍ତି। କବିଙ୍କର ଅନୁଭାରତ କବିତା ସଂକଳନରେ ଏହି କବିତାଟି ରହିଅଛି। ଚରିତ୍ର ପ୍ରଧାନ କବିତା। ଚାରିତ୍ରିକ ପ୍ରାଧାନ୍ୟକୁ ଗୁରୁତ୍ୱ ଆରୋପ କରାଯାଇଅଛି। ଜହ୍ନ ବା ଚନ୍ଦ୍ରକୁ ନେଇ ଓଡ଼ିଆ ସାହିତ୍ୟ, ସଙ୍ଗୀତ ତଥା ସିନେମା ଗୀତ କିଛି ଅଛି। ଉପେନ୍ଦ୍ର ଭଞ୍ଜଙ୍କର ପ୍ରେମସୁଧାନିଧି କାବ୍ୟରେ ଅଛି ନିର୍ମଳ ଚନ୍ଦ୍ର ଜୋତ୍ସ୍ନା ଶରଦେ ବିରାଜି। ଅଦିନ ମେଘ ସିନେମାର ଏହି ଭରା ଜହ୍ନ ରାତି, ଝୁରା ମନ ଝରା ଗୀତି, ଦୁଇ ମୋର ଦିଗହଜା ସୁର, ଅଭୁଲା ଅଲିଭା ପ୍ରୀତି। ଏହି ଭରା ଜହ୍ନ ରାତି, ଝୁରା ମନ ଝରା ଗୀତି, ଜୋତ୍ସ୍ନା ଲୋଚନା ଦୂର ନୀଳ ଗଗନେ, ଏ ମନ ମାନେ ନା ଏଇ ମଧୁ লগনে। ଜୋତ୍ସ୍ନା ଲୋଚନା। କିଏ କାହାର ନାମକ ସିନେମାର ଚକୋରୀ ଝରାନା ଲୁହ, ଜୋତ୍ସ୍ନା ରାତି, ଜୋତ୍ସ୍ନା ରାତି। ଆରତି ନାମକ ଓଡ଼ିଆ ସିନେମାରେ ଗାୟିକା ଆଶା ଭୋଁସଲେଙ୍କ କଣ୍ଠରେ ଅଛି ଜହ୍ନ ଗୋ ତୁମେ ଲୋଚନା ଝରାଇ ଲୁହ ଜୋତ୍ସ୍ନା, ମନ ଖୋଜେ ଯାହା ଲାଗି, ମନ ଖୋଜେ ଯାହା ଲାଗି, ସେ ତ କେବେ ବୁଝେନା। ଜହ୍ନ ଗୋ ତୁମେ ଲୋଚନା ଝରାଇ ଲୁହ ଜୋତ୍ସ୍ନା, ଯଦି କେବେ ଆକାଶରୁ ତାରା ଫୁଲ ଖସୁଛି, ନୀରବରେ ଏ ଆଖିରୁ ଲୁହ ଧାର ଝରୁଛି। ଓଡ଼ିଆ କବିତାରେ ରୋମାଣ୍ଟିକ କବି ମାୟାଧର ମାନସିଂହଙ୍କର ମହାନଦୀରେ ଜ୍ୟୋତ୍ସ୍ନା ବିହାର, ରୋମାଣ୍ଟିକ କବି ବିନୋଦ ନାୟକଙ୍କର ଚନ୍ଦ୍ରଲୋକରେ ସନ୍ଧ୍ୟା, ରମାକାନ୍ତ ରଥଙ୍କର ଜହ୍ନରାତି, ଉପେନ୍ଦ୍ର କିଶୋର ଦାସଙ୍କର ମଲା ଜହ୍ନ ଉପନ୍ୟାସ ନାମକ
ଉପନ୍ୟାସ, ବାରିଷ୍ଟର ଗୋବିନ୍ଦ ଦାସଙ୍କର ଅମାବାସ୍ୟାର ଚନ୍ଦ୍ର ଉପନ୍ୟାସ, ପ୍ରତିଭା ଶତପଥୀଙ୍କର ଅସ୍ତ ଜହ୍ନର ଏଲିଜି କବିତା, ଗୁରୁପ୍ରସାଦ ମହାନ୍ତିଙ୍କର ଶରତ ଋତୁର ଜହ୍ନ କବିତା, ସୁରେନ୍ଦ୍ର ମହାନ୍ତିଙ୍କର ରୁଟି ଓ ଚନ୍ଦ୍ର ନାମକ ଗଳ୍ପ, ଏଇଭଳି ଜହ୍ନଭିତ୍ତିକ ଓଡ଼ିଆ ସାହିତ୍ୟରୁ କେତୋଟି ଉତ୍କୃଷ୍ଟ ନମୁନା ଦିଆଗଲା। କବିତାର ବିଷୟବସ୍ତୁ ବ୍ୟାଖ୍ୟାନ। ଜହ୍ନ ମଣିଷ ଜୀବନରେ ବଡ଼ ଆକର୍ଷକ, ଲୋଭନୀୟ, ଅଭୁଲା ବସ୍ତୁ। ଗ୍ରୀଷ୍ମ ନାମକ କବିତାରେ ପଲ୍ଲୀକବି ନନ୍ଦକିଶୋର ବଳ ଗୋଟିଏ ପଦରେ କହିଛନ୍ତି, ରାଣୀ ଫୁଲ ପରି ପଡ଼ିଥାଏ ଜହ୍ନ, ପଦା ପା ଭାଗେ ବସି, ପଲ୍ଲୀ ସୀମନ୍ତିନୀ ଚାନ୍ଦିନୀ ରାତିରେ କରନ୍ତି ଆଳାପ ହସି। ନିସ୍ତବ୍ଧ ନିଶୀଥ ନିର୍ମଳ ଜ୍ୟୋତ୍ସ୍ନାରେ ଶୁଭଇ ଦୂର କୁହାଟ, ଶଗଡ଼ିଆମାନେ ସାତ ପାଞ୍ଚ ମିଳି ରାତିରେ ଚାଲୁଥାନ୍ତି ବାଟ। ଜହ୍ନ ରାତିର ଶୋଭା ପଲ୍ଲୀ କବିଙ୍କୁ ଭଲ ଲାଗିଛି ବୋଲି ସେ କବିତାରେ ଦୁଇ ଗୋଟି ପଦ ଲେଖି ଛାଡ଼ିକି ଯାଇଛନ୍ତି। ଜହ୍ନ ରାତିର ସେତୁ ନାମରେ ମନୋଜ ଦାସଙ୍କର ଗଳ୍ପ ଏବଂ ଚନ୍ଦ୍ରର ଅଭିଶାପ ନାମରେ ଅଖିଳମୋହନ ପଟ୍ଟନାୟକଙ୍କର ଗପ ଅଛି। ସେହିପରି ସୌରୀନ୍ଦ୍ର ବାରିକଙ୍କର ଦ୍ରୌପଦୀର ଜହ୍ନ ବ୍ୟକ୍ତିବାଚକ ଚରିତ୍ର ପ୍ରଧାନାତ୍ମକ ସ୍ୱଗତ ଗୀତିକା। କବିତାର ପ୍ରଥମ ପଦଟି ହେଲା, ରୂପା ଥାଳି ଜହ୍ନ ଉଇଁଲେ, ମନରେ ମୋର ଭରିଯାଏ ଉଆଁସ ଅନ୍ଧାର। ପୂରା ଜହ୍ନ ତଳେ ନିଜ ଲୋକଟିର ଚିହ୍ନା ଛାତିରେ ଆଖି ବୁଜି ରାତିସାରା ଚାହିଁ ରହିବାକୁ ଭାରି ଇଚ୍ଛା ହୁଏ। ଇଚ୍ଛା ହୁଏ ଏହି ଜହ୍ନ ପରି ପ୍ରିୟ ଛାତିଟି ବି ସବୁଦିନ ଥାଆନ୍ତା, କେବେ ବଦଳନ୍ତା ନାହିଁ। ତାରି ଉପରେ ମଥା ରଖି ସ୍ୱପ୍ନ ଦେଖୁ ଦେଖୁ ଜହ୍ନ ପରି କେତେବେଳେ ଟୁପ୍ କରି ବୁଡ଼ିଯାଇ ହୁଅନ୍ତା। କିନ୍ତୁ ମୋ ଜହ୍ନ ତ ପାଞ୍ଚ ଫାଳ, ଝିକି ଝିକି ଅନ୍ଧାର ଚିରୁଳା। ତହିଁରେ ନା ଜୋଛନା ଥାଏ, ନା ତାକୁ ଦେଖି ଗୋଟିଏ ଛାତିରେ ମଥା ରଖି ଶୋଇ ହୁଏ। ମନ ଇଚ୍ଛା ସବୁଦିନ ପାଇଁ। ମୋ ଜହ୍ନର ଭଙ୍ଗା ଦର୍ପଣରେ ମୁହଁ ଦିଶେ ପାଞ୍ଚ ପ୍ରକାରର। ଜୋଛନାର ଭଙ୍ଗା ଦୁକୁ ଦୁକୁ ମୋତେ ଦିଏ ନୂଆ ନିସଙ୍ଗତା ପାଞ୍ଚଟି ଛାତିର। କବି କବିତାରେ ପାଞ୍ଚାଳ ଦେଶର ରାଜକନ୍ୟା ଦ୍ରୌପଦୀ, ଯିଏକି ଦ୍ରୁପଦରାଜ ନନ୍ଦିନୀ, ପୁଣି ଯଜ୍ଞ କୁଣ୍ଡରୁ ଜାତ ହୋଇଥିଲେ ବୋଲି ତାଙ୍କର ଅନ୍ୟ ନାମ ଯାଜ୍ଞସେନୀ। ଏହିଭଳି ବିଭିନ୍ନ ନାମଧାରିଣୀ ଦ୍ରୌପଦୀ ବା କୃଷ୍ଣାଙ୍କ ଦାମ୍ପତ୍ୟ ପାରିବାରିକ ଜାୟାପତିର ସ୍ୱାମୀ ସ୍ତ୍ରୀର ଜୀବନ ବୃତ୍ତାନ୍ତର ଝଲକ ଦେଖାଇ କବି ନିଜେ ହୋଇଯାଇଛନ୍ତି ଦ୍ରୌପଦୀଙ୍କର ମନୋଭାବିତ ଚରିତ୍ର ବିଶେଷ। ଜଣେ ସ୍ତ୍ରୀର ପାଞ୍ଚପତି, ଭାରତୀୟ ସ୍ୱାମୀ ସ୍ତ୍ରୀର ପ୍ରଥାର ଐକିକତା ବା ଅନନ୍ୟତା। ଅନ୍ୟତ୍ର କୁତ୍ରାପି ଏଭଳି ବୈବାହିକ ସ୍ଥିତି ପରିଦୃଷ୍ଟ ହୋଇନାହିଁ। ଦ୍ରୌପଦୀ ପାଞ୍ଚପତିଙ୍କୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ସେ ଚାହିଁଥିଲେ ଏକ ପତିବ୍ରତା ପତ୍ନୀ ହେବାକୁ, କିନ୍ତୁ ତାହା ତାଙ୍କର ଭାଗ୍ୟରେ ନାହିଁ। ଗୋଟିଏ ପତିରେ ଯଦି ପତ୍ନୀ ସନ୍ତୁଷ୍ଟ ନୁହେଁ, ତେବେ ତାକୁ ଛାଡ଼ପତ୍ର ଦେଇ ଆଉ ଏକ ପତି ବିବାହ ସୂତ୍ରରେ ଜାତ କରିପାରେ। ହେଲେ ଏକକାଳୀନ ପାଞ୍ଚପତି କାନକୁ ଆଚମ୍ବିତ ଅସମ୍ଭବ ଶୁଣାଯାଉଅଛି। କାରଣ ଏହା ଜୀବନର ସାଧାରଣୀକରଣ ନୁହେଁ। ତେବେ ଏପରି ହେବାର ଲାଭ ଗୋଟାଏ ଅଛି କି ମଣିଷ ନାରୀ ବେଶ୍ୟାବୃତ୍ତି କରିବାରୁ ବଞ୍ଚିତ ହେଲା, କୁଳଟା ପତିତା ନଷ୍ଟ ଚରିତ୍ର ଅପବାଦରୁ ମୁକ୍ତି ପାଇଲା। ପରନ୍ତୁ ଏମିତି ହେଲେ ପତ୍ନୀ ନୂଆ ନୂଆ ସୋହାଗ ପାଇବ, ହେଲେ ଶାନ୍ତିମୟ ଜୀବନ ବିତାଇ ପାରିବ ନାହିଁ। ଅଧିକାର ସାବ୍ୟସ୍ତ ଭିତରେ ବିଭେଦତା ଦେଖାଯାଇପାରେ। ତେବେ ସେ ଯାହା ହେଉନା କାହିଁକି, ଆମେ କବିତା ରଚନା ଦିଗରୁ ଦ୍ରୌପଦୀଙ୍କର ଚରିତ୍ରକୁ ବିବେଚନା କରିବା। ଦ୍ରୌପଦୀ କହୁଛନ୍ତି, ରୂପା ଥାଳି ପରିକା ପ୍ରକୃତିର ଆକାଶରେ ଜହ୍ନ ଉଦୟ ହେଲେ ତାଙ୍କର ମନ ଉଦାସ ଦୁଃଖରେ କାଳିମାମୟ ହୋଇଯାଏ। ସେ ଅଜସ୍ର ଦୁଃଖ ପାଆନ୍ତି, କାରଣ ତାଙ୍କର ଜଣେ ପତି ବା ସ୍ୱାମୀ ବଦଳରେ 5 ଜଣ ପତି ଅଛନ୍ତି। ସେ ଏହା ଜମାରୁ ଚାହାନ୍ତି ନାହିଁ। ତାଙ୍କର ଜଣେ ସ୍ୱାମୀ ଦରକାର, ଯାହାକୁ ସେ ପ୍ରାଣଭରି ଭଲ ପାଇପାରିବେ। ଜହ୍ନ ରାତିରେ ଅଗଣାରେ ସ୍ୱାମୀକୁ ନେଇ ସ୍ୱାମୀଙ୍କ ସହିତ ଏକାଠି ଏକତ୍ର ଶୋଇବେ। ସ୍ୱାମୀର ବିଶାଳ ବାଳଭର୍ତ୍ତି ଛାତିରେ ନିଜର ମୁଣ୍ଡ ରଖି ଆକାଶର ପୂର୍ଣ୍ଣିମାର ଜହ୍ନକୁ ଦେଖି ଦେଖି ଶୋଇ ରହି ସୁନ୍ଦର ମନୋହର ପତିକୁ ଭଲ ପାଇବାର ନାନାଦି ଭାବନା କରିପାରନ୍ତେ। ହେଲେ ଯିଏକି ବା ଯେଉଁ ଏକ ପତି ସ୍ୱାମୀଟି ତାଙ୍କର ଏକାନ୍ତ ବା ପୂରାପୂରି ବା ସମ୍ପୂର୍ଣ୍ଣ ନିଜର ଆତ୍ମୀୟ ପ୍ରାଣର ଦୋସର ବା ସାଥୀଟିଏ ହୋଇଥାନ୍ତା, ତାଙ୍କୁ ବି ହୃଦୟ ଦେଇ ଅଜସ୍ର ଭଲ ପାଇଥାନ୍ତା। ଜହ୍ନ ଯେମିତି ସୁନ୍ଦର, ତାଙ୍କ ସ୍ୱାମୀ ମଧ୍ୟ ସେପରି ସୁନ୍ଦର ହୋଇଥାନ୍ତା। ଜହ୍ନ ଯେମିତି ଗୋଟିଏ ଥାଇ ସାରା ପୃଥିବୀକୁ ସୁନ୍ଦର କରିପାରୁଛି ପୂର୍ଣ୍ଣିମା ରାତିରେ, ସେମିତି ଦ୍ରୌପଦୀ ତାଙ୍କର ଜଣେ ରୂପବାନ ଗୁଣବାନ ସ୍ନେହମୟ ସ୍ୱାମୀଙ୍କୁ ନେଇ ସୁଚାରୁ
ଘର ସଂସାର କରିପାରିଥାନ୍ତେ। ଜହ୍ନ ପ୍ରତୀକ ବା ଚିତ୍ରକଳ୍ପ ସୁଠାମ ରୂପବାନ ସ୍ୱାମୀର ପ୍ରତିଭୁ ବା ପ୍ରତିନିଧି ହୋଇଛି। କବିତାରେ ତାର ଶୋଭା ବିଧାନ ପାଇଁ ସୁନ୍ଦର ବରକୁ ପ୍ରତ୍ୟେକ କନ୍ୟା ଆଶା କରିଥାଏ। ଦ୍ରୌପଦୀ କରିବା ସ୍ୱାଭାବିକ, ଯେହେତୁ ସେ ଜଣେ ନାରୀ ବରବଧୂ। ଆଉ ସେଇ ରୂପବାନ ସ୍ୱାସ୍ଥ୍ୟବାନ ବପୁଷ୍ମନ୍ତ ପ୍ରିୟା ମିଳନ ଇଚ୍ଛାର ସ୍ୱାମୀଟିକୁ ନେଇ ଅନ୍ଧାର ନିର୍ଜନ ରାତିରେ ଅଜସ୍ର ପ୍ରେମ କରନ୍ତେ ଏବଂ ପ୍ରେମ ଦିଅନ୍ତେ। କିନ୍ତୁ ପାଞ୍ଚପତିରେ ଦ୍ରୌପଦୀଙ୍କର ପ୍ରେମ ତାଙ୍କର ଜୀବନ ଦର୍ପଣର ଭଙ୍ଗା ଆଇନାରେ ପାଞ୍ଚଖଣ୍ଡ ହୋଇଯାଇ ପାଞ୍ଚ ପ୍ରକାର ଅନୁଭବ ସୃଜୁଛି, ଯେଉଁଥିରେ ଦ୍ରୌପଦୀ ଚାହୁଁଥିବାର ସମ ପରିମାଣର ଅଭିନ୍ନ ଭଲ ପାଇବା ନାହିଁ, ଗୋଟିଏ ହୋଇକି ବି ନାହିଁ, ଯାହା ବହୁଧାରେ ବିଭକ୍ତ ହୋଇଯାଇ ତାଙ୍କ ମନକୁ ପସନ୍ଦଯୋଗ୍ୟ କରାଇ ପାରୁନାହିଁ। ଜୀବନ ହୋଇଯାଇଛି ବାର ଭାଇ ଆଖଡ଼ା ଖେଳ। ଗୋଟିଏ ଜହ୍ନକୁ ଦେଖି ଐକିକ ଭଲ ପାଇବାର ସ୍ୱାଦ ଜୀବନରେ ଦ୍ରୌପଦୀଙ୍କର ନାହିଁ। ଦ୍ରୌପଦୀ ଆକାଶର ପୂର୍ଣ୍ଣ ଉଦିତ ଜହ୍ନକୁ ଦେଖି ନିଜ ଜୀବନର ବିଶ୍ଳେଷଣ କରିଛନ୍ତି ତାଙ୍କ ପାଞ୍ଚ ପତିଙ୍କୁ ନେଇ। ସମ୍ଭ୍ରାନ୍ତ ଶ୍ରେଣୀୟ ଥାଇ ବି ଖୁସି ନୁହନ୍ତି। ଆଉ ସେଇ ମନୋବେଦନା ହିଁ କବିତାର ଥିମ୍ ବା ଭାବଭୂମି। ପାଞ୍ଚପତିରେ ପ୍ରେମ ତାଙ୍କର ପରିବର୍ତ୍ତିତ, ଏକ ହୋଇ ରହୁନାହିଁ, ଯୋଉଥିପାଇଁ ସେ ଦୁଃଖିତ ଅବସାଦଗ୍ରସ୍ତ। ଛାତି ଉପରେ ମୁଣ୍ଡ ରଖିବି ସେ ଜହ୍ନ ଭଳି ଟୁବିକିନା ବା ଆସ୍ତେକିନା ଶାନ୍ତିରେ ନିଦ୍ରା ଯାଇ ପାରନ୍ତି ନାହିଁ। ସବୁ ସ୍ୱାମୀ କ'ଣ ତାଙ୍କର ପ୍ରେମ ଆନୁଗତ୍ୟ ସମାନ ସ୍ୱୀକାର କରିପାରିବେ? ଆଦୌ ନୁହେଁ। କିଏ କଠୋର ସ୍ୱଭାବର ତ ଆଉ କିଏ ଶାନ୍ତ ପ୍ରକୃତିର। କେଉଁ ସ୍ୱାମୀ ସ୍ତ୍ରୀର ତାର ଛାତିରେ ମୁଣ୍ଡ ରଖି ନିଦରେ ଶୋଇଯିବାକୁ ଦେଖି ରାଗେ ନାହିଁ, ବରଂ ଧୈର୍ଯ୍ୟ ରଖି ସେହିପରି ଶୋଇଥାଉ କହି ଖୁସି ହୁଏ, ଯେହେତୁ ଦାମ୍ପତ୍ୟ ପ୍ରେମ। ଆଉ କେହି ସ୍ୱାମୀ ନିଜେ ଶୋଇବାରେ ଅସୁବିଧା ଅନୁଭବ କରି ମୁଣ୍ଡ କାଢ଼ କହେ ଆଉ ଅଥବା ନିଜେ କାଢ଼ି ପକାଏ, ଏହା ଜାଣିପାରି ଦୁଃଖୀ ହୁଏ, ମନେ ମନେ କାନ୍ଦେ, ନିଷ୍ଠୁର ସ୍ୱାମୀ ବୋଲି ଅସ୍ଫୁଟ ସ୍ୱରରେ କହେ। ଉଦାହରଣ ଭୀମସେନ ହୁଣ୍ଡା ଗୁଣ୍ଡା ଅବୁଝା ପାଟି କରିକି କହିଲେ କାଳେ ସ୍ୱାମୀ ଶୁଣି ପାଟି କରି ପାରନ୍ତି। ଏ କ୍ଷେତ୍ରରେ ପ୍ରେମର ସୌନ୍ଦର୍ଯ୍ୟର ଜହ୍ନ କିରଣ ନଥାଏ, ସେଠି ଦୁଃଖର ଅନ୍ଧାର ଅକ୍ତିଆର କରେ। ପାଞ୍ଚ ସ୍ୱାମୀ ପାଞ୍ଚ ପ୍ରକାରର ଜୀବନ ଅନୁଭବ ଦେଇଛନ୍ତି ଦ୍ରୌପଦୀଙ୍କୁ, ଯାହାକୁ କବିତାରେ ସେ ଭାବିବା ରୀତିରେ ବ୍ୟକ୍ତ କରିଛନ୍ତି। ଦ୍ରୌପଦୀଙ୍କର ଜୀବନର ବିସ୍ତୃତ ପାରିବାରିକ ଆକାଶରେ ସ୍ୱାମୀ ସୋହାଗ ବା ଭଲ ପାଇବାର ପାର୍ଥକ୍ୟ ଜହ୍ନ ଭଙ୍ଗା ଆଇନା ଭଳି ବିଭଙ୍ଗିତ। ଯେଉଁଠି ଅଲଗା ଅଲଗା ଜହ୍ନର ମୁହଁ ଅଛି ଥିବାରୁ ଦ୍ରୌପଦୀଙ୍କର ମନ ଥରହର ହୋଇଯାଉଛି, ଶଙ୍କାଗ୍ରସ୍ତ ହୋଇଛି, ଛାତି ଦୁକୁ ଦୁକୁ ବା ଧଡ଼ ଧଡ଼ ହୋଇଯାଇଛି, ବିଶେଷ କରି ବୃକୋଦର ଭୀମସେନଙ୍କ ସ୍ୱାମୀଙ୍କୁ ପାଇ। ଦ୍ରୌପଦୀ ଏକୁଟିଆ ଅନୁଭବ କରିଛନ୍ତି, ସତେକି ସେ ପତିହରା। ସ୍ୱାମୀ ଭଲ ନ ପାଇଲେ ସ୍ତ୍ରୀ ଏକାକୀ ଅଛି ବୋଲି ଭାବିବ। ସେଇ ଭାବ ଦ୍ରୌପଦୀଙ୍କର ଜୀବନ ଆକାଶର ସ୍ୱାମୀ ସୋହାଗର ସୋହାଗିନୀ ଭାବ। ପତି ପାଇଛନ୍ତି ପାଞ୍ଚଗୋଟି, ହେଲେ ଜୀବନ ବି ତାଦୃଶ ପାଞ୍ଚଖଣ୍ଡ। କେଉଁଠି ଭଲ ତ କେଉଁଠି ନିରାଶା ହତାଶା ଅଛି। ଦାମ୍ପତ୍ୟ ପ୍ରେମର ନିଆରା ଭାବର କବିତା ଦ୍ରୌପଦୀର ଜହ୍ନ।